ଆଜି ଏ ଦୃଶ୍ୟ ଦେଖି କହିଲେ ଦେଖି ଆଜି କ'ଣ ଜାଣିପାରୁନା ଯେ କୁମାର ପୂର୍ଣ୍ଣିମା ଭୋରୁ ଭୋରୁ ଉଠି ପଡ଼ି ଠାକୁରଙ୍କୁ ଟିକେ ଆଞ୍ଜଳି ଟେକି ପ୍ରଣାମ କରିଦେଇ ତାପରେ ଆମେ ଟିକେ ଖୁସିର ମୋର ଟିକେ ନମସ୍କାର କରିଦେଲୁ। କେତେ ନିୟମ ଯେ ଆଞ୍ଜୁଳି ଟେକେ ତା ସହିତ ଯାହା ସବୁ ଅଛି ସବୁ ଟେକେ ନମସ୍କାର କର ଧୂପ ଦେ ଦୀପ ଦେ ଝୁଣା ଦେ କର୍ପୂର ଦେ ସବୁ ବୁଲେଇ ବାଲେଇ ଲାଷ୍ଟ ଖୁସି ଗୋଟେ ବିଚାରା ତାକୁ ସିଏ ଟେକି ପାରୁନଥାଏ ତାକୁ ଟିକେ ଧରିକି ଟେକିଦେଲି ମୁଁ ଫାଷ୍ଟ ଟିକେ ଟେକିଦେଲି ଯାଇକି ଆମ ଛାତ ଉପରେ ତାପରେ ସିଏ ଛୁଆଟା ଟେକି ପାରୁନି ତାକୁ ଟିକେ ଟେକିଦେଲି ଯେହେତୁ ସେ ଏବେ ଛୁଆ ଅଛି ଭାଉଜ ଡାକିଲେ ସିଏ ଗୋଟେ ବିଚାରା ପିଲା ଟେକି ପାରୁନି ତାକୁ ଧରିକିରି ତାକୁ ଟେକି ଦେଇକିରି ମା' ହେରିକା କହନ୍ତି ଫେରେ ହୁଳାହୁଳି ପକଉନ ଝିଅ ଗୁରା ମୋ ତ ହଏନି ମୁଁ ସେଇଥିରେ ସେମିତି ପକନ୍ତେ ହଉନଥାଏ ଭାଉଜ ଯେଉଁ ହସ ଯେ କୁହନି ଆମ ଭାଉଜ ରାଣୀ ଚିଡ଼େଇକିରି କହୁଛନ୍ତି ତମେ ଆଉ ହୁଳାହୁଳି ପକାନି ଯିଏ ଶୋଇଛନ୍ତି ଉଠି ପଡ଼ିବେ। ତାପରେ ଆମେ ସମସ୍ତେ ଆଞ୍ଜୁଳି ଟେକି ସରିଲା ପରେ ଆମେ ସମସ୍ତେ ଚାଙ୍ଗୁଡ଼ାକୁ ଧରିକି 2-4ଟା ଫଟୋ ଉଠେଇଦେଲୁ। ଉଠେଇ ସାରି ତାପରେ ସକାଳୁ ସକାଳୁ ଆମେ ବାହାରି ପଡ଼ିଲୁ ରେଡ଼ି ହେଇକିରି ମା' ଆମ ଗୋଡ଼େ ଟିକେ ଅଳତା ଲଗେଇଦେଲେ ତାପରେ ଆମେ ଫାଇନାଲ୍ ବାହାରି ପଡ଼ିଲୁ ସଜବାଜ ହେଇ ଦେଖିଲ କହିଲା ଆଜି ମୁଁ କେମିତି ଲାଗୁଛି। ଆମ ଝିଅମାନଙ୍କ କଥା ତ ଜାଣିଛ ସଜବାଜ ହେବାକୁ କେତେ ଟାଇମ୍ ଲାଗେ ତାପରେ ଫାଇନାଲି ମୁଁ ସଜ ହେଇ ପଳେଇ ଆସିକିରି ତାପରେ 2-4ଟା ଫଟୋ ଉଠେଇଦେଲି। ଆମ ଝିଅମାନଙ୍କ କଥା 2-4ଟା ଫଟୋ ଉଠେଇ ନେଲି 2-4ଟା କ'ଣ 100ଟା ଫଟୋ ଉଠେଇଲେ ବି ମନ ମାନିବ ନାହିଁ। ତାପରେ 2-4ଟା ଫେରେ ରିଲ୍ସ କରିଦେଲି ଫେରେ ଫଟୋ ଉଠେଇଦେଲି ସେ ଘରୁ ବାହାରୁ ନଥାଏ ମା' ହେରିକା କୁହନ୍ତି କ'ଣ ସେ ଘରେ ଆଜି ଲାଖିଥା ଖାନା ପିଇନା ଓଷା କରିଛୁ। ଯେତେ ରିଲ୍ସ କର ଯେତେ ଫଟୋ ଉଠା ମନ ତ ଭରୁ ହିଁ ନଥାଏ ଏଇଟା ଭଲ ଲାଗୁନଥାଏ ସେଇଟା କାଟୁଥାଏ ସେଇଟା ଭଲ ଲାଗୁନଥାଏ ଏଇଟା କାଟୁଥାଏ ସେ ଘରୁ ଆଉ ବାହାରୁ ନଥାଏ ମା' ଲାଷ୍ଟରୁ ରାଗିକି କହିଲା ଚୁପ୍ କିନା ଯାଇ ଖାଇବୁ କି। ଆଚ୍ଛା ମୋ ରିଲ୍ସ ଫଟୋ ଦେଖି କେମିତି ଲାଗୁଛି କହିବ ତ ମୁଁ ଜାଣିଛି ଭଲ ଲାଗୁନଥିବ ଟିକେ ଟେକି ଟେକି କହିଦେବ ଆଉ। ଆଜି ଉପାସ ରହିବ ଯେ ମନ ଇଚ୍ଛା ଫଟୋ ଉଠେ ଫେରେ ଭାଉଜଙ୍କୁ ନେଇକି ଛାତ ଉପରକୁ ପଳେଇଲି ଭାଉଜ ଆସ ଆଉ 2ଟା ଖଣ୍ଡେ ରିଲ୍ସ କରି ଫଟୋ ଉଠେଇଲୁ ଭାଉଜଙ୍କର ଫେରେ ଫଟୋ 2ଟା ଖଣ୍ଡେ ଉଠେଇଦେଲୁ ତାଙ୍କର ବି 2-4ଟା ଖଣ୍ଡେ ଫଟୋ ଉଠେଇଦେଲି ତାପରେ ମୁଁ ବି 2-4ଟା ଫଟୋ ଉଠେଇକିରି ରିଲ୍ସ କରିଥିଲି। ସେଠି ମୁନା ଭାଇ କୁହନ୍ତି ଯାହାକି ତମେ ଝିଅ ଜାତି ହେଉଛ ଫଟୋ ଉଠେଇବା ପାଇଁ ତା ସହିତ ବେଜିତ ହେଲି କହିଲା ମୋ ହାତର ମେହେନ୍ଦି ଆଜି କେମିତି ଲାଗୁଛି ତାପରେ ମୁଁ ଘରକୁ ପଳେଇ ଆସିଲି ଯେହେତୁ ଆଜି ଓଷା ଅଛି ଶାଗ ମିଶ୍ରି ଟିକେ ଖାଇଦେଲି ମା' ପୁରା ରାଗିକି ପୁରା ପଞ୍ଚମ ଠିକ୍ ପୂଜା ଟାଇମ୍ କି ବର୍ଷା ଆରମ୍ଭ ହେଇଗଲା ସବୁ ପାଣି ପୁରେଇ ଦେଲା ତାପରେ ବର୍ଷା ଛାଡ଼ିଲା ନନା ଆସି ପହଞ୍ଚିଗଲେ ତାପରେ ଚାନ୍ଦ ଚକଡ଼ି ତାପରେ ଆମେ ପୋଖରୀ ପଳେଇଲୁ ଠାକୁରଙ୍କୁ ପ୍ରଣାମ